ମାଙ୍କର ଭସାଣୀ ଶୋଭାଯାତ୍ରା ଗତକାଲି ଠାରୁ ଆରମ୍ଭ ହୋଇଛି ଏବଂ ଆଜି ହେଉଛି ଦ୍ୱିତୀୟ ଦିନ। ମା ଏହି କାଠଯୋଡି ନଦୀ କୂଳରୁ ଆବିର୍ଭାବ ହୋଇଥିଲେ ଏବଂ ଏଇଠାରେ ହିଁ ଏହି ଅସ୍ଥାୟୀ ପୋଖରୀରେ ବିସର୍ଜିତ ହେବେ। କିନ୍ତୁ ମୁଁ ଆପଣଙ୍କୁ ତା ପୂର୍ବରୁ ଗୋଟେ ସୁନ୍ଦର ଦୃଶ୍ୟ ଦେଖେଇବି କି ଆପଣମାନେ ଜାଣିଥିବେ ଯେତେବେଳେ କଟକ ସହରର ମେଢ କଥା ଆସେ, ମା ଦୁର୍ଗାଙ୍କ କଥା ଆସେ, ସେତେବେଳେ କଟକର ତାରକାସି କାମ କଥା ଆସେ, ସୁନା ଚାନ୍ଦି ମେଢ, ମାଙ୍କର ଅଳଙ୍କାର, ବିଭିନ୍ନ ଜିନିଷ କଥା ଆସେ। ବର୍ତ୍ତମାନ ମା ତାକୁ ଗୋଟିଏ ମୂର୍ତ୍ତି ଯିଏକି ମୂର୍ତ୍ତିକାରୁ ତିଆରି ହୋଇଛନ୍ତି, ତାଙ୍କୁ ଯେତେବେଳେ ସୁନା ଚାନ୍ଦି ଅଳଙ୍କାରରେ ସୁସଜ୍ଜିତ କରାଯାଏ, ଭକ୍ତମାନଙ୍କର ଭାବାବେଗ ସହିତ ମିଶେ, ତା ସହିତ ମାଙ୍କ ସହିତ ଯୋଉ ବୈଦିକ ରୀତିନୀତି ଅନୁସାରେ ମା ଯେଉଁଭଳି ଭାବରେ ଏକ ପ୍ରକାର ଜାଗ୍ରତ ହେଇ ଉଠନ୍ତି। ଇଏ ଆପଣ ଦେଖିପାରୁଥିବେ ଦୃଶ୍ୟ କି କେଉଁଭଳି ଭାବରେ ମାଙ୍କୁ ଯୋଉ ସୁନା ଅଳଙ୍କାର ଗୁଡିକ ପିନ୍ଧା ଯାଇଛି, ତାହାକୁ କେବଳ ଯେ ମଣ୍ଡପ ଭିତରେ ପିନ୍ଧାଇକି ରଖାଯାଏ ତାହା ନୁହଁ, ମା ସେଇ ସୁନା ଅଳଙ୍କାର ରୂପ ଅଳଙ୍କାର ଗୁଡିକ ପିନ୍ଧି ସାହି ଭିତରେ ମଧ୍ୟ କଟକ ସହରର ବିଭିନ୍ନ ଗଳିକନ୍ଦିରେ ବୁଲି ବୁଲି ଆସନ୍ତି। ଇଏ ଆପଣ ଦୃଶ୍ୟ ଦେଖୁଛନ୍ତି କେଉଁଭଳି ଭାବରେ ମାଙ୍କର ବର୍ତ୍ତମାନ ସୁନା ଅଳଙ୍କାର ଗୁଡିକ ଖୋଲା ଯାଉଛି। ମନରେ ଗୋଟେ ପ୍ରଶ୍ନ ଆସେ, ଯଦି ଏହି ଅଳଙ୍କାର ଗୁଡିକ ସାହି ବସ୍ତି ଭିତରେ ଯାଉଛି କିଛି ଅସୁବିଧା ହେଉନଥିବ ତ? ପ୍ରକୃତରେ ଏହା କେମିତି ଯାଉଥିବ? ଏହା ଆର ବର୍ଷକୁ ସେଇ ସୁନା ବ୍ୟବହାର ହେଉଥିବ ନା ଆଉ କଣ ସୁନା ଲାଗି ହେଉଥିବ? ଏ ପ୍ରତ୍ୟେକ ଜିନିଷର ଉତ୍ତର ମୁଁ ଆପଣଙ୍କୁ ଆଜି ଜଣେଇଦେବି। କିନ୍ତୁ ତା ପୂର୍ବରୁ ଦେଖନ୍ତୁ ଏଇ ସବୁ ଅଳଙ୍କାର ଗୁଡିକ ମାଙ୍କର କେଜି କେଜିର ସୁନା କେଉଁଭଳି ଭାବରେ ସଜା ଯାଇ କେଉଁଭଳି ଭାବରେ ଥୁଆ ଯାଉଛି ଏବଂ ପୁଣି ଏଗୁଡିକ କେଉଁଭଳି ଭାବରେ ବ୍ୟବହାର ହେଇପାରିବ ତା ପାଇଁ ମଧ୍ୟ ସୁରକ୍ଷା ବଳୟକୁ ତ୍ୱରାନ୍ୱିତ କରାଯାଇଛି। ଇଏ ଯୋଉ ସିନ୍ଧୁକଟି ଆପଣ ଦେଖୁଛନ୍ତି, ଏଇ ସିନ୍ଧୁକରେ ହିଁ ମାଙ୍କର ସବୁ ଏକ ଅଳଙ୍କାର ଯିବ। ମାଙ୍କର ସୁନା ଅଳଙ୍କାର ଗୁଡିକ ଆପଣ ଦେଖିପାରୁଥିବେ କେଉଁଭଳି ଭାବରେ ଥୁଆ ଯାଇଛି। ମାଙ୍କର ଏଇ ଦେବୀଗଡା ଠାରେ ଅଳଙ୍କାର ଗୁଡିକ ମୁକୁଟ କଥା କୁହନ୍ତୁ, ହାର କଥା କୁହନ୍ତୁ, କାନଫୁଲ କଥା କୁହନ୍ତୁ, ମାଙ୍କ ନୋଥ କଥା କୁହନ୍ତୁ, ପ୍ରତ୍ୟେକ ତାଙ୍କ ସହିତ ଯୋଉ ମା ଦୁର୍ଗାଙ୍କ ସହିତ ଯୋଉ ଲକ୍ଷ୍ମୀ ସରସ୍ୱତୀଙ୍କର ଗଣେଶ ଅଛନ୍ତି ତାଙ୍କର ଅଳଙ୍କାର ଗୁଡିକ କୁହନ୍ତୁ, ସବୁ ଅଳଙ୍କାର ଗୁଡିକ ବର୍ତ୍ତମାନ ଖୋଲା ଯାଉଛି ଏବଂ ଖୋଲା ଯାଇ ତାକୁ କେଉଁଭଳି ଭାବରେ ସୁରକ୍ଷା ବଳୟ ଭିତରେ ନିଆଯିବ ତାହାର ପ୍ରଚେଷ୍ଟା ମଧ୍ୟ ଚାଲିଛି। ଆମ ସହିତ ଅଛନ୍ତି ମଙ୍ଗଳବାର ପୂଜା କମିଟିର ସଭାପତି, ତାଙ୍କ ସହିତ ଆଲୋଚନା କରିବା। ଭାଇ, ଗୋଟେ ବିଶ୍ୱାସ, ମା ଆସିବେ, ମା ବର୍ତ୍ତମାନ ବିଦାୟ ନେଉଛନ୍ତି, ପ୍ରଥମେ ଆମେ ଜାଣିବୁ କେତେ ମନରେ କୋହ? ନିଶ୍ଚିତ ଭାବରେ ଆମେ ବର୍ଷ ପୂର୍ବରୁ ଏସବୁ ପ୍ଲାନିଂ କରୁ, ଆଜି ପକେଇଦେଲୁ। ଆମେ ଠିକ 6-7 ମାସ ଥିବ ଏ ବର୍ଷ କେମିତି ଦଶହରା ପାଇଁ ଆମକୁ ପ୍ଲାନିଂଟା କେତେ ସୁନ୍ଦର ହବ, ପୂଜା କିଭଳି ଭାବରେ ସୁନ୍ଦର ହବ, ମେଢ କିଭଳି ସୁନ୍ଦର ହବ, ଗହଣା କିଭଳି ସୁନ୍ଦର ହବ, ମାଙ୍କ ରଙ୍ଗ ଶାଢୀ ସବୁ ବିଷୟରେ ଆମେ ଡିସାଇଡ୍ କରିଥାଉ କରିବା ପାଇଁ। ଆମେ ବହୁତ ଦିନ ଷଷ୍ଠୀ, ସପ୍ତମୀ, ଅଷ୍ଟମୀ, ନବମୀ, ଦଶମୀ ବହୁତ ଖୁସିରେ ଆମେ ମାନେ ମାଗିଲୁ ମାଆକୁ ବି। ସବୁ ବର୍ଷ ମାଆକୁ ଦେହ ମୁଣ୍ଡ ଭଲ ରଖ, ବେପାର ବାଣିଜ୍ୟ ହଉ କି ଚାକିରି ହଉ, ଦେହ ମୁଣ୍ଡ ମେନ୍ ତ ଦେହ ମୁଣ୍ଡ ଭଲ, ସମସ୍ତଙ୍କୁ ଭଲ ରହ। ଆଚ୍ଛା, ମାଙ୍କର ଯୋଉ ଅଳଙ୍କାର ଗୁଡିକ ରହିଛି, ମା ମଣ୍ଡପରେ ପୂଜା ମଣ୍ଡପରେ ପିନ୍ଧନ୍ତି, ଭକ୍ତମାନେ ଦେଖନ୍ତି, କିନ୍ତୁ ସାହି ଭିତରେ ବୁଲେଇବା ଆଉ ତାକୁ ସୁରକ୍ଷିତ ଭାବରେ ଆଣି ଆସିବା ଆଉ ତାକୁ ପୁଣି ନେଇକି ଯିବା, ଏହାର ପ୍ରକ୍ରିୟା କେମିତି ଥାଏ? ଦେଖନ୍ତୁ, ଆମେ ଫାଷ୍ଟ ଇନଫର୍ମ କରୁ ପ୍ରଶାସନକୁ, ପୋଲିସ ପ୍ରଶାସନକୁ। ପୋଲିସ ପ୍ରଶାସନ ତାକୁ ବନ୍ଧୁକଧାରୀ ଗାର୍ଡ ଦେଇଥାନ୍ତି। ସେମାନେ 24 ଆୱାର୍ସ ଯୋଉ ଦିନଠୁ ଆମ ଲକରରୁ ବାହାରିକି ଲାଗେ ମାଙ୍କ ଦିହରେ, ସେ ତାର ସେଫ୍ଟି ସେ ପୁରା ଦିଅନ୍ତି ପୋଲିସ ପ୍ରଶାସନ। ଆଉ ବିଶେଷ କରି ଆମେ ବି ଗାର୍ଡ ଦଉ, ଦରୁଆନ ଦଉ ଯୋଉ ଜଗିବା ପାଇଁ ମଣ୍ଡପରେ। ବିଶେଷ କରି ଦେଖନ୍ତୁ, ମାଙ୍କୁ ଦେଖିଲେ ଯୋଉ ଜିନିଷ ଭାବିଥିଲୁ ଆମେ, ଆଜି ମା ଯାଉଛନ୍ତି ଭାବିବୁ କଣ? ଆଖିରେ ଲୁହ ଅଛି, ଆଉ ପୁଣି ଭାବୁଛୁ ମା ତୁ ଯାଉଛୁ ତ ଯାଉଛୁ, କିନ୍ତୁ କିଭଳି ଭାବରେ ସମସ୍ତଙ୍କୁ ଭଲରେ ରହ, ଆଉ ଆଗାମୀ ଦିନ ସମସ୍ତଙ୍କ ପାଇଁ ଭଲ ହଉ, ସମସ୍ତେ ସମସ୍ତଙ୍କୁ ଭଲ ପାଆନ୍ତୁ, ସ୍ନେହ ଶ୍ରଦ୍ଧା ରଖନ୍ତୁ। ଆଉ ବିଶେଷ କରି ମା ଖାଲି ଡାକିଦେଲେ ଆଖି ବୁଝିକି ମା ଲାଗେ ଯେମିତି ପାଖରେ ଆସିଯାଏ, ସେଇଭଳିଆ। ଅବିକା ଆମକୁ ଲାଗିବ ପ୍ରାୟ 2 ମାସ 3 ମାସ ଲାଗିବ ମା ଯେମିତି ଆମ ପାଖରେ ଅଛନ୍ତି, ସେତିକି ମାଙ୍କର ଇଏ ରହୁଛି। ସୁନା ଗହଣା କଥା ଯୋଉ କହୁଛନ୍ତି, ସୁନା ଗହଣା ଆମ ଲକରରେ ରହୁଛି। ଆମେ ସୁନା ଚାନ୍ଦି ସିନା ହେଇଯାଉଛି ମାଙ୍କ ଦ୍ୱାରା, କିନ୍ତୁ ମାଙ୍କ ପାଖରେ ସେ ସୁନା ଚାନ୍ଦିର ମହତ୍ଵ କିଛି ନାହିଁ। ମା ସେ ତାକୁ ପିନ୍ଧି ଦଉଛନ୍ତି, କିନ୍ତୁ ସୁନା ଚାନ୍ଦି ଆମ ମାନଙ୍କ ମନରେ ରହୁଛି। ବିଭିନ୍ନ ଆମେ ସୁନା କଲୁ କି ଚାନ୍ଦି କଲୁ, କିନ୍ତୁ ମାଙ୍କ ମନରେ ସେଇଟା ନାହିଁ। ଆମେ ମାଙ୍କୁ ଯେମିତି ସଜେଇବୁ ମା ସେମିତି ରହିବେ। ବିଶ୍ୱାସ ରହିଥାଏ ଆପଣଙ୍କ କର୍ମକର୍ତ୍ତା ମାନେ ଯେତେବେଳେ ଆକୁ ଖୋଲନ୍ତି ତାକୁ ସିନ୍ଦୁକରେ ପୁରାନ୍ତି, କେତେ ବିଶ୍ୱାସ ରହିଥାଏ? ନିଶ୍ଚିତ ଭାବେ ଦେଖନ୍ତୁ, ଗଣା ହେଇକି ରହୁଛି, ଜଣେ ନୁହଁ 5-6 ଜଣ ଅଛନ୍ତି, ଜଣେ ଦେଲେ ଏ ଜିନିଷ ଆଇଲା ନା ନାହିଁ। ଆଜି ଯାକେ ଆମର ପ୍ରାୟ 15-16 ବର୍ଷ ହେଲାଣି ଆମେ ସୁନା କାମ ଆରମ୍ଭ କରିବା, ଅବଜେକ୍ସନ ଭୁଲ କେବେ ହେଇନି କି ହବ ନାହିଁ ବୋଲି ଆଶା। ଆଉ ଯେତେବେଳେ ଆମେ ଆସୁ, ଯାହା
एठी नौ आम आम सेफ्टी हिसाब से नहीं जाऊ से पुलिस भाई भी आम संगे बसिकी जी गाड़ी विथ गन आउ जहा हो आपण आपको कवर करचंती आमे आपण पूजा कमिटी तरफ आउ कौन हार्दिक अभिनंदन जनइबनी आपण खुशी रे रहंतु आपण एमती इंटरव्यू नउतांतु समस्त विषय भल पाई थांतु। धन्यवाद। शुणुଥିଲେ ଆମ ସହିତ ମଙ୍ଗଳବାର पूजा कमिटर सभापति थिले जो मनर गोटे द्वंद्व थाए समस्त जानवर गोटे इच्छा थाए जेहेतु सुना माँ एते मात्रा लगाती केजी केजी भरी सुना भरी भरी सुना केजी केजी सुना क्विंटाल क्विंटाल चांदी केउ भली भाबे ताकू निया जिवो एवं केउ भली भाबे ताकू गणति मानित करी रखा जिवो ताहा ही गोटे मंडप पाई गोटे बड़ चैलेंज थाए किंतु चैलेंज भितर गोटे भरोसा गोटे विश्वास कटक होउछि भाईचारार सहर एठी गोटे भरोसा थाए जो माने कमिटी रो मेंबर थांती तांको ऊपर गोटे भरोसा थाए काहे ना माँ होउछनी माँ आ से माने तार कमिटी रो मेंबर होउछनी संतान देखुथिबे ये होउछि वर्तमान दृश्य आशा करिवो आपन निश्चय एई खबरटी भल लागिथिबो। कटक आरिफ कुमार महापात्र रिपोर्ट खबर ओडिशा।